ଷଣ୍ଢ ବାବୁ ଆସିବା କଥା ଆସିବେ ବାପା ଘରେ ନାହାନ୍ତି ଆଉ କୋଉଦିନ ଆସିବେ ଜମାରୁ କବାଟ ଖୋଲିବୁନି ହେଲେ ବାପା ତମେ ଗୋଟେ କଥା ବୁଝିପାରିବ କୋଉ କଥା ଯଦି ମୁଁ କବାଟ ନ ଖୋଲେ ତାହେଲେ ସେ ଆମ ଲାଇନଟା କେମିତି ସଜ କରିବାକୁ କହିଲେ କାହିଁକି ଇରେ ଲାଇନଟା ତ ଆମର ଦାଣ୍ଡ ଘର ବାହାରେ ହଉଛି ବାବୁ କହିବୁ ସେ ବାରୁ ବାରୁ ସଜ କରିଦେଇ ଚାଲିଯିବେନି ହେଲେ ମା ସୁନା ଜମା ମେନ୍ ସୁଇଚରେ ହାତ ମରେଇ ଦବୁନି ବାପା ତମେ ବୁଝୁନ ଜମାରୁ କୋଉ କଥା ଯଦି ସେ ଲାଇନ ତାରଟାକୁ ସେ କାଢିବୁନି ସଜ କରିସାରିଲା ପରେ ସିଏ ମତେ କୁହନ୍ତି ମୁଁ ମେନ୍ ସୁଇଚ ନ ଦେଖିଲେ ବଲ୍ ଜମାରୁ ଜଳିବନି ତାହେଲେ କିରେ ହଉ ହେଲା ଏ ମେନ୍ ସୁଇଚରେ ହାତ ମରେଇ ଦବୁ କିନ୍ତୁ ଘରର ଦ୍ୱିତୀୟ କବାଟ ଜମା ଖୋଲିବୁନି ହେଲା ଏ ବାପା ସବୁ ହେଲା ଯେ ଟିକେ ରୁହ ବାପା ତମେ ତ ଜାଣିଛ କାଲି ରାତିରୁ ହିଟରଟା ଖରାପ ହେଇଯାଇଛି ଆଉ ତମେ ତ କେବେ ବି ଗ୍ୟାସ୍ ଆଣିବନି କାହିଁକି ନା ପଇସା ଅଧିକ ଖର୍ଚ୍ଚ ହେଇଯିବ ବୋଲି ଆଉ ଆଜି ରୋଷେଇଟା କେମିତି ହବ ନା 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 ସତ ଭଲ କଥାଟା ତ ମନେ ପକେଇ ଦେଇଛି ହଉ ହେଲା ଏ ଯୋଉ ଇଲେକ୍ଟ୍ରିକ ବାଲା ଷଣ୍ଢ ବାବୁ ଆସିବେ ତାଙ୍କୁ କହିବୁ ହିଟରଟା ସଜ କରି ବାଇପାସଟା କରିଦେବେ ହେଲା ବାପା ତାହେଲେ ରୋଷେଇ ଘର କବାଟଟା ଖୋଲିଦେବି ଏ କାହିଁକି ରୋଷେଇ ଘର କବାଟଟା ଖୋଲିବୁ ବାପା ଆରେ ସେ ହେଡର ତାରଟା ପୁରା ରୋଷେଇ ଘରେ ଅଛି ଆଉ ରୋଷେଇ ଘର କବାଟଟା ନ ଖୋଲିଲେ ସେ ସଜ କରିବେ କେମିତି କହିଲେ ନା ନା ଏ ମହାପୁରୁଷ ମାନେ ଲେଖିଛନ୍ତି ଯୋଉଠି ବେପାର କଲେ କିଛି ଲାଭ ଅଛି ସେଠି ବେପାର କଲେ କିଛି କ୍ଷତି ନାହିଁ ହେଲା ହଉ ହେଲା ତୁ ହାଣ୍ଡିଶାଳ କବାଟଟା ଖୋଲିଦେବୁ ମୁଁ ଏଥର ଆସୁଛି ବାପା ସବୁ ହେଲା ଯେ ଆଉ ଗୋଟିଏ କଥା ଆଉ କ'ଣ ରହିଗଲା ବାପା ରୋଷେଇ ଘର କବାଟଟା ଖୋଲିଦେବେ ଯେ ତାହେଲେ ତମେ ତ ଜାଣିଛ ଆମ ରୋଷେଇ ଘରେ ଶିକାରେ ଯୋଉ ପତଲା କ୍ଷୀର ପତଲାଟା ମିଳୁଛି ଯଦି ତମେ ତ କହିଥିଲ ତାଙ୍କୁ ସିଏ ଏଥର କ୍ଷୀର ପିଇବା ପାଇଁ ଆଉ ଯଦି ସେ କ୍ଷୀର ପତଲାଟା ଦେଖି ତାଙ୍କ ମନ ବଢାଏ ତାହେଲେ କ'ଣ କରିବ ଆଲୋ ବୁକି ଦେଖିଲ ଆଲୋ ସିଏ ଆମର ଏତେ କାମ କରିଲେ ତାଙ୍କୁ କ୍ଷୀର ଟିକେ ପିଇବାକୁ ତୁ ଦବୁନି 2-4 ଗ୍ଲାସ କ୍ଷୀର ପିଇବାକୁ ଦେଇଦବୁ ହେଲା ବାପା କ୍ଷୀର ସିନା ଦେଇଦେବି ହେଲେ ମତେ ଲାଜ ମାଡ଼ିବ କ'ଣ ହେଲା ତୋତେ ଲାଜ ମାଡ଼ିବ ଆଲୋ ଭାଇ କ୍ଷୀର ଦେଲା ବେଳେ ଏ ମୁହଁରେ ଉଢ଼ଣଟା ଟିକେ ପକେଇ ଦେବୁ ଆଉ ଡାକିବୁନି ହେଲା ମୁଁ ଏଥର ଆସୁଛି ହଉ ଇଲେକ୍ଟ୍ରି ବାଲା ଷଣ୍ଢ ବାବୁ କହି ଯାଇଥିଲେ ଆଜି ଆସିବା ପାଇଁ ଆଜି ତ ଦଶ ତାରିଖ ଆଉ ମା 10 ତାରିଖ ତ 10 ମିନିଟ୍ 10 ସେକେଣ୍ଡ ଆସିବା ପାଇଁ କହିଥିଲେ ସବୁ ଚାଲିଗଲେଣି ଆଉ ମାତ୍ର 6 ସେକେଣ୍ଡ ବାକି ଅଛି ସେ ଆସିଲେ ମତେ କୁଣ୍ଢେଇ ପକେଇବେ ଆଉ କୁଣ୍ଢେଇକି ମୋ ଗାଲରେ ଗୋଟେ ଆମ କରେଣ୍ଟ କେମିତି ଲାଗିଲା ତମ କରେଣ୍ଟ ମୋ ଦେହଟା ଯାକ ଝିମଝିମ କରିଯାଉଛି ଆଉ ଗୋଟେ ଦିଅ ନା ତାହେଲେ ନିଅ ଆଉ ଲାଗିଲା ଆଉ ଗୋଟେ ତମେ ମାଟି କାଳିଆଟା ହଉ ଦିଅ ବୁଝିଲା ତ ତଥାପି ଜମାରୁ ମନେ ତଥାପି ବୁଝୁନି ବୁଝିଯିବ ହେଲେ ତମ ବାପା ଆସିବାର ସମ୍ଭାବନା ଅଛି ତଥାପି କେତେ ସମୟ ଘଣ୍ଟାଏ ମୋର ବଡ଼ ମୋର 10-15 ମିନିଟ୍ କାମ ସାରିଦେଇ ପଳେଇବି କଣ କହୁଥିଲି କି ଆମ ହିଟରଟା ଖରାପ ହେଇଯାଇଛି ସରକାର ପଡା ନିୟମ କରୁଛନ୍ତି ତମେ ଦଣ୍ଡିତ ହବ ଆଇନ ଅନୁସାରେ ଦଣ୍ଡିତ ହବ ଆଉ ସରକାର କଡ଼ା ନିୟମ କରିଛନ୍ତି ଆଉ ତମେ କହିଲେ ଦେଖି ଗାଁ ସାରା ଯୋଉ ଲୁଚି ଛୁପି ଚଳଉଛନ୍ତି ସେ କ'ଣ ସେମାନେ ଜାଣିଲେ ବୋଲି ତମେ ବି ଜାଣିବ ନା ଇଏ ଦେଶର ଶକ୍ତି ବଞ୍ଚିଲେ ନା ଯାଇ ଆମେ ବଞ୍ଚିବୁ ଆମେ ବଞ୍ଚିଲେ ଯାଇ ଦେଶ ବଞ୍ଚିବ ତମେ କଥା କହୁଛ ହଁ ଠିକ ଅଛି ତମେ ମନା କରିଦେଲେ ମୁଁ ଆଜିଠୁ ଜମାରୁ ଭିତରେ ଜାଣିବି ଆଉ କ'ଣ
ସେଇଠି ଟିକେ ସଜ କରି ଦିଅନ୍ତନି। ଆଉ ସଦା ତ ବାପା କୁକୁଡ଼ା ତମ ବାପା ତ ମନା କରୁଛି ମେନ୍ ସୁଇଚ ହାତ ହେଇଟି ତମେ ଜାଣିଛ କି ହଁ ବାପା ପରା ଆଜି ପାଇଁ ତମ ପାଇଁ ସବୁ ଫ୍ରି କରି ଯାଇଛନ୍ତି। ମୁଁ ଯାଉଛି ବାହାର ଗୋଟେ କବାଟା ଏଇଠି ତମେ ବାହାରେ କୋଉଠି ପୁରା ତ ବାପା ତମର ତମ ସହିତ ମୁଁ ଆହୁରି ଦିଟା ଚାରିଟା କିସ୍ କରିଦେଇଛି ହେଇଟି ହଁ ମୋ ଦେହଟା ଝୁମଝୁମ ପଡି ଯାଉଛି। ଏତେ ସବୁ ହେଲା ପରେ ମାଇକ ବାଲା କାହିଁକି ଲେଟ୍ କରୁଛି ସମ୍ ଟିକେ ବଜେଇ আলো মা সোনা এ সোনা ତମ ବାପା ହେଲେଣି ସିଏ ଯଦି ଜାଣିବ ମୁଁ ତମ ଘରେ ବସିବି ମୋ ମେନ ତାର କାଟିଦେବି ତମେ ମତେ ଗୋଟେ କେମିତି ଲୁଚେଇ ଦିଅ ତମେ ଜମାରୁ ବ୍ୟସ୍ତ ହୁଅନି। ତମେ ଏଇଠି ବସ। তোমার কଣ କରୁଛୁ ଟିକେ କବାଟ ଖୋଲ